ମହିଳାମାନେ ପୁରୁଷଙ୍କ ଗୁପ୍ତାଙ୍ଗକୁ ମୁଖରେ ଚୁଷିବାକୁ ପସନ୍ଦ କରିଥାନ୍ତି। ଯଦି ସେହି ମହିଳା ସେହି ପୁରୁଷ ବନ୍ଧୁଙ୍କୁ ଅତି ପସନ୍ଦ କରୁଥିବେ କିମ୍ବା ସେହି ପୁରୁଷ ବନ୍ଧୁଙ୍କ ଗୁପ୍ତାଙ୍ଗ ସଫା ପରିଷ୍କାର ରଖୁଥିବେ। ଯେଉଁ ମହିଳା ଅତି କାମୁକ ସ୍ୱଭାବର ହୋଇଥାନ୍ତି, ସେ ମହିଳା ସବୁବେଳେ ପୁରୁଷଙ୍କ ସହ କଥା ହେଲାବେଳେ ନିଜର ଛାତିକୁ ନ ଘୋଡ଼ାଇ ଦେଖାଇଥାନ୍ତି। ଏହା ସେମାନଙ୍କର ପୂରା ସଉକ ହୋଇଥାଏ। ଦୁନିଆ ତୁମର ମୂଲ୍ୟ ନ ବୁଝୁ କିଛି ଫରକ ଆସେନି, କାରଣ ତୁମେ ଜାଣିଛ ତୁମେ କ'ଣ କରିପାରିବ। ନିଜକୁ ଗଢ଼ିବାର କ୍ଷମତା ତୁମେ ହିଁ ଜାଣିଛ। ଆଜିର ସମୟରେ ସତ ହେଉଛି, ତୁମେ ଯାହା ପଛରେ ରହିଛ, ଯାହା ପାଇଁ ଭାବୁଛ, ସେ ସମସ୍ତେ ସ୍ୱାର୍ଥର ବନ୍ଧୁ। ତାଙ୍କଠାରୁ କିଛି ଦିନ ଦୂରେଇ ଯାଅ, ଦେଖିବେ ସେମାନେ ତୁମକୁ ମନେ ହିଁ ପକାଇବେ ନାହିଁ। ଯେଉଁ ପୁରୁଷମାନଙ୍କ ଶାରୀରିକ ଶକ୍ତି କମଜୋର ଅଛି ଓ ସେମାନଙ୍କ ଠିଆ ହେଉନି, ତେବେ ସେମାନେ ଗୋଟିଏ ଚାମଚ ରସୁଣ ରସ ଓ ଗୋଟିଏ ଚାମଚ ପିଆଜ ରସ ମିଶାଇ ଦିଅନ୍ତୁ ଓ ତା ସହିତ କିଛି କର୍ପୂର ମିଶାଇ ଦେବେ। ଏହାକୁ ପ୍ରତିଦିନ ନିଜର କୋଷରେ ମାଲିସ କରିବେ। ନିୟମିତ 4 ସପ୍ତାହ ପରେ ଶେଷରେ ତୁମର ମୋଟା ଶକ୍ତିଶାଳୀ ହୋଇଯିବ। ଆଜିର ଯୁବପିଢ଼ି ବିନା ସୁରକ୍ଷାରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି, ଯାହାଦ୍ୱାରା ସେମାନେ ଅନେକ ରୋଗରେ ପୀଡ଼ିତ ହେଉଛନ୍ତି। ପ୍ରତିଦିନ ଗୋଟିଏ ରସୁଣ ଖାଇଲେ ଏହା ପୁରୁଷଙ୍କ ଟେଷ୍ଟୋଷ୍ଟେରୋନ୍ ହର୍ମୋନ୍ ବଢ଼ାଇଥାଏ। ରସୁଣ ନିୟମିତ ଖାଇବା ଦ୍ୱାରା ଏହା ପୁରୁଷଙ୍କ ଗୁପ୍ତାଙ୍ଗକୁ ଶକ୍ତି ଯୋଗାଇଥାଏ। ଏହା ରକ୍ତ ସଞ୍ଚାଳନ ପୁରୁଷଙ୍କୁ ବଢ଼ାଇ ଦେଇଥାଏ, ଯାହାଦ୍ୱାରା ଗୁପ୍ତାଙ୍ଗ ଟାଇଟ୍ ହୋଇଯାଇଥାଏ। ଥରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଡିପ୍ରେସନ୍ 90% ଚାଲିଯାଏ ଓ ସେ ନିଜକୁ ରିଲାକ୍ସ ଅନୁଭବ କରିଥାଏ। ଷ୍ଟଡି କହୁଛି ଯେ ଯଦି ଜଣେ ପୁରୁଷ 25 ବର୍ଷ ବୟସରେ ବିବାହ କରିଥାଏ, ସେ ଶୀଘ୍ର ସନ୍ତାନ ପାଇଥାଏ। କିନ୍ତୁ ଯଦି 35 ବର୍ଷ ବୟସରେ ଜଣେ ବିବାହ କରେ, ତାର ବିଳମ୍ବରେ ସନ୍ତାନ ହୋଇଥାଏ। ଯେଉଁ ପୁରୁଷମାନେ ନିୟମିତ ରସୁଣ ଖାଇଥାନ୍ତି, ସେମାନଙ୍କ ବୀର୍ଯ୍ୟ ଗାଢ଼ା ହୋଇଥାଏ ଓ ସେମାନେ ବେଶୀ ସମୟ ଶାରୀରିକ ସମ୍ପର୍କ ରଖିପାରନ୍ତି। ଯେଉଁ ପୁରୁଷମାନେ ରସୁଣକୁ ଖାଇବେ, ସେମାନଙ୍କ ଯୌନ ଇଚ୍ଛା ବେଶୀ ବଢ଼ିଥାଏ ଓ ଏହା ଲିବିଡୋକୁ ମଧ୍ୟ ବୃଦ୍ଧି କରିଥାଏ। ଯେଉଁମାନେ ରସୁଣକୁ ସିଧା ନିଜର ଅଙ୍ଗରେ ଲଗାଇଥାନ୍ତି, ତେବେ ସେମାନଙ୍କୁ ସ୍ତମ୍ଭନ ଶକ୍ତି ମିଳେ, ଯାହାଦ୍ୱାରା ସେହି ପୁରୁଷ ବହୁ ସମୟ ଯାଏଁ ପେଲି ପାରନ୍ତି। ଯେଉଁ ମଣିଷ ତାର ଜୀବନରେ ସବୁବେଳେ ମିଛ କହିଥାଏ, ସେ କଦାପି ଖୁସିରେ ରୁହେ ନାହିଁ, କାରଣ ସେହି ମିଛ ହିଁ ତାକୁ ବିପଦରେ ପକାଇଥାଏ। ଷ୍ଟଡି କହୁଛି ଯେ 85% ପୁରୁଷଙ୍କ ଶାରୀରିକ ସମ୍ପର୍କ ବନେଇବାର 3 ମିନିଟ୍ ଭିତରେ ହୋଇଯାଇଥାଏ। ଯେଉଁମାନେ ଶାରୀରିକ ଦୁର୍ବଳ ଥିବେ ଓ ସବୁବେଳେ ମାନସିକ ଚିନ୍ତାରେ ରହୁଥିବେ, ତାଙ୍କ କ୍ଷେତ୍ରରେ ଏପରି ବେଶୀ ହୋଇଥାଏ। ତେଣୁ ଆପଣ ଯେତେ ଚେଷ୍ଟା କରନ୍ତୁ ଚିନ୍ତା ମାନସିକତାରୁ ଦୂରେଇ ରଖିବାକୁ, କାରଣ ଏହା ଆମର ଲିବିଡୋକୁ କମାଇ ଦିଏ ଓ ଅଙ୍ଗକୁ ଦୁର୍ବଳ କରିଥାଏ। ଯଦି ତୁମେ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ମହିଳାଙ୍କୁ କିଛି ପରିମାଣରେ ଅଦା ରସ ଦେବେ, ତାହେଲେ ଦେଖିବେ ଯେ ସେହି ମହିଳାଙ୍କ ଶାରୀରିକ ଉତ୍ତେଜନା ବହୁତ ବଢ଼ିଯିବ ଓ ତୁମେ ଭରପୁର ମଜା ନେଇପାରିବ। ସମୟ ହେଉଛି ମଣିଷର ଗୁରୁ, କାହିଁକି ନା ସମୟ ହିଁ ମଣିଷଟିକୁ ଉପଯୁକ୍ତ ଶିକ୍ଷା ଦେଇଥାଏ। ଯଦି ଆପଣ ଭଲ ଭାବରେ ଶାରୀରିକ ସମ୍ପର୍କର ଆନନ୍ଦ ନେବାକୁ ଚାହୁଁଛନ୍ତି, ତେବେ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରଥମେ ଯେତେ ସମ୍ଭବ ଧୂମ୍ରପାନରୁ ଦୂରେଇ ରହିବେ, କାରଣ ଏହା ପୁରୁଷଙ୍କ ଟେଷ୍ଟୋଷ୍ଟେରୋନ୍ ହର୍ମୋନ୍କୁ କମାଇବା ସହ ଶୁକ୍ରାଣୁ ପରିମାଣକୁ ହ୍ରାସ କରିଥାଏ। ତାପରେ ନିୟମିତ ଏକ୍ସରସାଇଜ୍ କରିବେ। ଏହାଦ୍ୱାରା ରକ୍ତ ସଞ୍ଚାଳନ ବଢ଼ିଯାଏ, ଯାହା ସିଧା ଗୁପ୍ତାଙ୍ଗରେ ପହଞ୍ଚେ ଓ ପାୱାର ବୃଦ୍ଧି କରିଥାଏ। ଯଦି ତୁମର ଉଠୁନି କିମ୍ବା ଠିଆ ହେଉନି, ତେବେ ଜାଣନ୍ତୁ ଯେ ତୁମର ଟେଷ୍ଟୋଷ୍ଟେରୋନ୍ ହର୍ମୋନ୍ କମ୍ ଅଛି, ଯାହା ଫଳରେ ତୁମେ ଏହି ସମସ୍ୟାରେ ଅଛ। ତେଣୁ ଅଶ୍ୱଗନ୍ଧାକୁ ନିୟମିତ ସେବନ କରନ୍ତୁ। 30 ଦିନରେ ତୁମର ଶକ୍ତି ଆସିଯିବ ଓ ଠିଆ ହୋଇଯିବ। ଯଦି ତୁମେ ଜୀବନରେ କାହାର ଉପକାର କରିପାରୁନ, ତେବେ ତାହାର ଅପକାର କର ନାହିଁ। ସାଇକୋଲୋଜି କହୁଛି ଯେ ବହୁତ ଝିଅ ବା ମହିଳାମାନେ ଶାରୀରିକ ସୁଖ ପାଇଁ ପେଲା ଖାଇବା ବେଳେ ପୋଜିସନ୍ ସବୁବେଳେ ବଦଳାଇଥାନ୍ତି। ପୋଜିସନ୍ ବଦଳାଇ ଦେବା ଦ୍ୱାରା ମଜା ଆସିଥାଏ, ତେଣୁ ପୋଜିସନ୍ ସବୁବେଳେ ଆପଣ ବଦଳାନ୍ତୁ।
ଯେଉଁମାନେ ମେରୁଦଣ୍ଡ ଜନିତ ରୋଗରେ ପୀଡ଼ିତ ହୋଇଥାନ୍ତି ସେମାନେ ସବୁବେଳେ ଶାରୀରିକ ଦୁର୍ବଳ ହୋଇଥାନ୍ତି ଓ ସେମାନେ ଶାରୀରିକ ସମ୍ପର୍କ ମଧ୍ୟ ଠିକ୍ରେ କରିପାରନ୍ତି ନାହିଁ।